ବହୁତ ଭଲ ଥିଲା, ପାଠ ପଢ଼ାରେ ମଧ୍ୟ ଭଲ ଥିଲା। ଆମେ ଯେତେବେଳେ ସେ ଖବର ପାଇଲୁ, ଆମେ ଆସିଲା ବେଳେ ସବୁ ସେ ଆଉ ନଥିଲା, ଶେଷ ହେଇଯାଇଥିଲା। ସେ ସେତେବେଳେ ଘରେ ଏକା ଥିଲା। ମୋ ଶାଶୁ ଶ୍ୱଶୁର ଯାଇଥିଲେ, ମାନେ ଗାଧୋଇବା ପାଇଁ ଯାଇଥିଲେ ବାହାରେ। ମୋ ଶାଶୁର ଟିକେ ଦେହ ଭଲ ରହୁନି, ସେ ଆସିଲା ବେଳେ ସବୁ ହେଇଯାଇଛି। ମୁଁ ଯେତେବେଳେ ଶୁଣିଲି, ଖବର ପାଇଲି, ମୋ ବଡ଼ ଭାଇ କହିଲି। ପ୍ରଥମେ ମୋ ବଡ଼ ଭାଇ ଆଉ ଯେଉଁ ଭଡ଼ାରେ ରହୁଛନ୍ତି ଭଡ଼ାଟିଆ, ସେମାନେ ପୋଲିସକୁ ଇନଫର୍ମ କରିଥିଲେ, ପାଖ ଘର ଲୋକଙ୍କୁ ମଧ୍ୟ ଜଣେଇଥିଲେ। ପଢାପଢି କେମିତି କରୁଥିଲେ? ପଢ଼ାପଢ଼ି ଭଲ ଥିଲା। ସେ ବଟନୀ, ନା ସେମିତି କିଛି ନାହିଁ। ଘର ଲୋକ କିଛି ବି ସେ ବିଷୟରେ ମାନେ ଅନୁଭବ କରିନାହାନ୍ତି ସେମିତି କିଛି। ଝିଅଟା SKCG କଲେଜରେ ପାଠ ପଢ଼ୁଥିଲେ, PG ପରୀକ୍ଷା ଦେଇଛନ୍ତି ଏବେ +2 ଇୟର। ଆଉ ବର୍ତ୍ତମାନ ତାଙ୍କର ବାପା ମା ବି ସେ କିଛି କହିପାରୁନାହାନ୍ତି, ଜାଣିପାରୁନାହାନ୍ତି, ଯେହେତୁ ସେ ଘରେ ନଥିଲେ। କିନ୍ତୁ ଯେତିକି ପ୍ରିଲିମିନାରୀ ତଦନ୍ତ ଜଣାପଡ଼ୁଛି, ଝିଅଟା ନିଜେ କିରୋସିନ କିମ୍ବା କୌଣସି ଟର୍ପଲେନ୍ ଥିଲା ଘର ଉପରେ, ଯେଉଁଟାକି ସ୍ପଟ୍ ଆମେ ପାଇଛୁ, ସେଇଟା ପକେଇକି ବୋଧେ ସୁସାଇଡ୍ କରିଥିବାର ବୋଲି ଆମେ ଅନୁମାନ କରୁଛୁ। ଏବଂ ବର୍ତ୍ତମାନ ତ ରିପୋର୍ଟ ଦେଇଛନ୍ତି, ତାର ପ୍ରପର ତଦନ୍ତ ହେଲା ପରେ ଜଣାପଡ଼ିବ। ବର୍ତ୍ତମାନ ପର୍ଯ୍ୟନ୍ତ ତ ମାର୍କ ଅଫ୍ ଭାଇଲେନ୍ସ କିଛି ନାହିଁ ସ୍ପଟ୍ରେ। ଖାଲି ତାଙ୍କର ଯେତିକି ୱେରିଂ ଆପଲ୍ ପିନ୍ଧିଥିଲେ, ଯାହା ପିନ୍ଧିଥିଲେ ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ପାଖରେ ଯେଉଁ ଗୋଟେ ମଶାରୀ ପଡ଼ିଥିଲା, ସେ ମଶାରୀଟା ଅଧା ପୋଡ଼ିକି ଜଳାପୋଡ଼ା ଅବସ୍ଥାରେ ପଡ଼ିଛି। ଏବଂ ପାଖରେ କିରୋସିନ ବଟଲ ଏବଂ ଦିଆସିଲି ମଧ୍ୟ ପାଖରେ ପଡ଼ିଛି। ତଦନ୍ତ ଚାଲିଛି, ଏହାର ଜଣାପଡ଼ିବ।